भगवते वासुदेवाय ओम नमो भगवते श्री जगन्नाथाय जय जगन्नाथ जय जगन्नाथ जय जगन्नाथ मन भ्रमर रे राधे कृष्ण नाम भज भ्रमर रे राधे कृष्ण नाम भज मन भ्रमर रे राधे कृष्ण नाम भज ये बुझबे ये भव सागरु पारी हे बुझबे हे भव सागरु पारी हे बुझबे ये भव सागरु पारी हे बुझबे हे भव सागरु गुरु गोविंद पद कुहे मन भ्रमर रे राधे कृष्ण नाम भज मन भ्रमर रे राधे कृष्ण नाम भज ये माया संसार घोर जति मीर माया मोहित जगत ये माया संसार घोर जति मीरा माया मोहित जगत उधार पाइबु ये भव सागरु उधार पाइबो हे भव सागरु मन रे उधार पाइबो हे भव सागरु उधार हे भव सागरु हरिपाद कमल रे मज मन भ्रमर रे राधे कृष्ण नाम भज मन भ्रमर रे राधे कृष्ण नाम भज जन्म होइलु ए मत मंडले देव दुर्लभ शरीर जन्म होइलु हे भक्त मण्डले देव दुर्लभ शरीर ए सजाई रखी था हृदय प्रतिव्रता हृदय पति व्रता चित्ते बसिबे से देवराज मन भ्रमर रे राधे कृष्ण नाम भज मन भ्रमर रे राधे कृष्ण नाम भज अरे पारी हे बुझबे से मत अवलु पारी हे बुझबे मण्ड मण्डलो राधे कृष्ण नाम भज मन भ्रमर रे राधे कृष्ण नाम भज चित्ते बसिबे से देवराज हरि हरि बोलो हरि हरि बोलो आज चित्ते केमी देवराज बसिबे आमे आलोचना करिबा जदि आमे भगवान की सठिक डाकिबा काय मन बेकरे चित्तरे बा तम शरीर भितर देवराज बसे सुंदर गीत आज्ञा आगु बुझिया कहले बहुत कथा तो सब पढ़ी होनी समय नहीं तेणु सजाई रखिता हृदय प्रति पवित्रता हृदय यदि पवित्र थी ताहले प्रभु विद्यमान हेबे आ चिकिचिकिया जामा कहले पिंधले कि गरुआ पिंधि अरुआ खाइले तो ठाकुर बसिबे भीतर तो अड़िया पुरी म्युनिसिपाल सेवा करिबो से कहते हृदय प्रतिव्रता यदि पवित्रता रखिब ताहले ठाकुर रहिबे जाऊ सुंदर गीत आम आज आलोचना करवा विषय को जीवा प्रथम मंच में प्रवेश करने मंचासन श्रोता वक्ता ज्ञानी गुणी पंत साधु सन्त सभापति उपसादी संपादक संपादक संगठक सर्वप्रिय व्यासजी को यदि नहीं अकिंचन परिस्थिति महामान मथार्थ प्रणाम आज आलोच्य विषय होती दशम स्कंद गोपल्यार सप्तम अध्याय जिते बसुदेव कही तुम्हें पलाओ
ପିଲାକୁ କାଳେ ରାକ୍ଷସ ବୁଲୁଛନ୍ତି ମାରି ମୁରି ଦେବେ, ପିଲା ଛୋଟ ପିଲା, ତା ପୁଅ ପୁରା ଲୋଭ ଅଛି, ତୁମେ ଘରକୁ ପଳା ଯା। ଭିତମନା ହୋଇ ବା ଇତସ୍ତତ ହୋଇ ବା ଗୋଟେ ମନେ ଶଙ୍କା ରଖି ସତରେ କ'ଣ ହେବ କହିଦେଲା ମନଟା ଦୁଃଖ ହେବନି। ଆପଣମାନେ ଖାଆନ୍ତୁ କି କ'ଣ କରନ୍ତୁ, ପୁରା ଭଲ ପେଣ୍ଟ ସାର୍ଟ ପିନ୍ଧି ଯାଆନ୍ତୁ କି ଡ୍ରେସ୍ ପିନ୍ଧନ୍ତୁ, ଶାଢ଼ୀ ପିନ୍ଧନ୍ତୁ, ମା ମାନେ ଭଲ ସେଟା କେଉଁଠୁ ଆଣିଛି, ନିହାତି ଆପଣ ଦେହ ଖରାପ ହେବ। ମଣିଷଙ୍କ ଛାଇ ମାନେ ହାଇ ଗଛର ଛାଇ, ତେଣୁ କହିଦେଲେ ନା ଗଲା। ତେଣୁ ସେ ମଣିଷଟି କହିଦେଇଛି ମିତ୍ର ପଳା, କାଳେ ରାକ୍ଷସ ବୁଝୁଛନ୍ତି କ'ଣ ପିଲାଙ୍କ ଦୌରାତ୍ମ କରିବେ, ମନରେ ଗୁଣି ହେଇ ହେଇ ଆଜି ଚାଲିଛି କିଏ ନନ୍ଦ, କେମିତି ଶୀଘ୍ର ପଳେଇ ଆସିବ। ନନ୍ଦ ଆସି ପହଞ୍ଚି ଯାଇ ଦେଖୁଛି ଯାହା କହିଥିଲା ମିତ୍ର ବସୁଦେବ ସେଇଆ, ପୁରା ରାକ୍ଷାସୁରୀ ପୁତନା ପଡ଼ିକିରି ମରିଛି, ଲୋକ ଗଦା ହେଇଛନ୍ତି। ମୋ ଦ୍ୱାର ମେ କ'ଣ ଏତେ ଲୋକ କ'ଣ କରିବେ ଏଠି? ତେଣୁ ଦେଖିଲା ବେଳକୁ କ'ଣ ନନ୍ଦ ଯାଇ ଯେ ରାକ୍ଷାସୁରୀ ବିଶାଳ କାୟ ଆଜି ପଡ଼ିଛି, ଏଡ଼େ ଏଡ଼େ ମାନେ ଚକା ଚକା ଆଖି। ତେଣୁ କ'ଣ କରାଯିବ ଏଇ କଥା। ତେଣୁ ଯାହା ହଉ ପଡ଼ିଛି, ଦେଖିଲେ ଆଶ୍ଚର୍ଯ୍ୟ ହେଇଗଲେ କିଏ ନନ୍ଦ, କହିଲେ ଯାହା କହୁଥିଲା ମୋ ମିତ୍ର ବସୁଦେବ ଠିକ୍ ସେଇଆ, ମୋ ପୁଅକୁ ତ ବିପତ୍ତି ପଡ଼ିଛି। ଆଉ ତାପରେ କ'ଣ ହେଇଛି ଆମେ ଦେଖିବା। ଆଜି ଆମେ ସେଇ କଥାଟି ଆଲୋଚନା ତ ନିଶ୍ଚୟ କରିବା, ଯଦି କିନ୍ତୁ ପାରାୟଣକୁ ଯିବା। ଆଲୋଚନା ଆମେ କେତେ କରିଗଲି, ଏଇ ତ କଥା ଆଉ କ'ଣ, ଯାହା ମୁଁ ଆଲୋଚନା କରି ଭାବାସ ସେଇଆ ବହିର, କିନ୍ତୁ ତଥାପି ଆମେ ତାକୁ ଟିକେ ଆମ ଢାଞ୍ଚାରେ ବା ଆମର ଯେଉଁ ଧୂପ ଦୀପ ନୈବେଦ୍ୟ ଶଙ୍ଖ ହୁଳହୁଳି ପରେ ଆମେ ଯେଉଁ ଗଠନ କରୁ ପାରାୟଣ ଯାଉ, ସେଇ ପାରାୟଣ ଯିବା। ଆସି ପହଞ୍ଚିଗଲେଣି ଆମର ବ୍ୟାସଜୀ ମା, କିଏ ଯିଏକି କାଞ୍ଚନ ମା କାଞ୍ଚନ ବାଳାପତି ବ୍ରାହ୍ମଣଙ୍କ ମୁଖରେ ଆଜି ବେଦ ସାର, ଆଜି ଭାଗବତ ସାର ଆମେ ଶ୍ରବଣ କରିବା। ଯାହା ହଉ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ନାରାୟଣ ନମସ୍କୃତ୍ୟଂ ନରଶ୍ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୋ ଜୟମୁଦୀରୟେ ମୁଖଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଯତ୍କୃପାତମ ବନ୍ଦେ ପରମାନନ୍ଦ ମାଧବ। ପରମାନନ୍ଦ ହେ ମାଧବ ପଦୁ ଗଳୁଚି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ସେ ବ୍ରଜନାରୀଙ୍କ ପୟରେ ମନ ମୋରହୁ ନିରନ୍ତରେ, ମନ ମୋ ନିରନ୍ତରେ ରହୁ। କୃଷ୍ଣ ବୋଲି ଯିବ ଯାଉ, କୃଷ୍ଣ ବୋଲି ଯାଉ ଯିବ, ମୋତେ ଉଦାର ବାସ ଦବ। ମାତ୍ରାଉରନ୍ତେ ଯେତେ ଦୋଷ, କ୍ଷମା କରିବେ ବିତବାସ। ହରି ହରି ବୋଲ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। କେବେ ଆମେ ପାରାୟଣ ଯିବା, ଏ ପ୍ରାର୍ଥନାକୁ ଆସିବା। ସପ୍ତମ ଅଧ୍ୟାୟ ସପ୍ତମେ ମିତ୍ର ବୋଲ ମାନି, ବ୍ରଜେ ଗମନ୍ତେ ନନ୍ଦ ପୁଣି। ପୁତନା ମରିଚି ଦେଖିଲା, ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଲା। ସୁକ କହନ୍ତି ରାଜା गे, ନନ୍ଦ ଚଳିଲା ବେଗେ ବେଗେ। ବସୁଦେବର ବୋଲ ଶୁଣି, ମନେ ଚିନ୍ତଇ ଚକ୍ରପାଣି। କଂସର ଆଦେଶ ସୁରି, ପୁତନା ଚଉଦିଗେ ଫେରି। ଗ୍ରାମ ପାଟଣା ଏକ ଏକ, ଅନେକ ମାଇଲା ବାଳକ। ସ୍ତନ ଯୁଗଳେ ବିଷ ଭରି, ପିଆଇ ବାଳକ ସଂହାରି। ଜହିଁ ବିଜୟ ଆଦି ମୂଳ, ଜାନାମ ପରମ ମଙ୍ଗଳ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ କାଳୁଚି ମକରନ୍ଦ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ସଜ୍ଜନ ମଣ୍ଡଳୀ, ମାତା ଆଜି ପଠନ କରେ ଯତ୍କିନ୍ତ ଆମେ ଆଲୋଚନାକୁ ଆସିବା। ସୁକମୁନି ଆଜି ରାଜାଙ୍କ ଆଗରେ କହୁଛନ୍ତି, ପରିଚିତ ଜାଗାରେ କ'ଣ କହିଲେ ନା, ନନ୍ଦ ଆଜି ଚାଲିଲା। ବସୁଦେବର କଥା ଶୁଣି ମନେ ଟିକେ ଭୟ କଲା। ଦେଖିଲା ଆଜି ବସୁଦେବ କଥା ଭାବୁଛି, ମନେ ମନେ ଚିନ୍ତୁଛି, ପ୍ରଭୁ ହେ ପ୍ରଭୁ, ମୁଁ ଯିବା ପର୍ଯ୍ୟନ୍ତ ପିଲାକୁ ରକ୍ଷା କର ପ୍ରଭୁ। ଏମିତି କାହିଁକି ବସୁଦେବ ମୈତ୍ର କହିଲେ, କଂସର ଆଦେଶରେ ଏପଟରେ ଅସୁରୀ ପୁତନା ଚଉଦିକେ ଫେରିଛି। ଗ୍ରାମ ପାଟଣା ସବୁ ଗାଁ ଗାଁ ବୁଲି ଯେମିତି ଫେରିବେଲା ବୁଲନ୍ତି, ଅନେକ ଛୋଟ ଛୋଟ ବାଳକ ମାରିଦେଇଛି। କାରଣ କଂସର ବଂଶ ସ୍ତନ ଯୁଗଳରେ ବିଷ ଭରିଛି।
ଯେଉଁ ତା ସ୍ତନ ଅଛି ଦୁଇଟା ବିଷ ଭରି ଦେଇଛି ଛାତିରେ। ପିଲାଙ୍କୁ ପିଆଇ ଦେଇ ତାକୁ ମାରିଦେଉଛି ଆଉ ସେ କ'ଣ ଜାଣିଛି। ଯେଉଁଠି ପ୍ରଭୁ ବିଜୟ ଆଦିମୂଳ ଯାହା ନାମ ମଙ୍ଗଳ ପରମ କି କରିପାରିବ ତାହାର ଅସୁର। ଯାହାର ନାମେ ଯମ ଡରେ, ଯାହାକୁ ଯମ ଡରେ ତାକୁ ଯମ କ'ଣ ନେବ। ପୁତନା ବୁଲି ବୁଲି ଚାରିଦିଗେ ଯାଇ ବୃନ୍ଦାବନ ଲାଗରେ ପହଞ୍ଚିଗଲା। ରଜନୀ ହୋଇଲା ପ୍ରଭାତ, ସକାଳ ହେଇଯାଇଛି। ପହଞ୍ଚି ଯାଇ ସେ ଗାଁରେ ଆଜି ଫେରିଗଲା ପୁରା ବୁଲୁଛି, ବୁଲିବାକୁ ଆରମ୍ଭ କରୁଛି। ଯେତେବେଳେ ସେ ପହଞ୍ଚିଛି ବୃନ୍ଦାବନ ପାଖରେ, ପ୍ରଭୁ ଅନନ୍ତ କୋଟି କହିଲେ ଠାକୁର ଯେ ଅଦାତାର ଦାତା ଅକର୍ତ୍ତାର କର୍ତ୍ତା, ସିଏ କ'ଣ ନ ଜାଣିପାରିବ ନାନୀ କୁହନ୍ତୁ। ସେ ସେଇଠି ରହି ଜାଣିଦେଲେ ପ୍ରଭୁ କହିଲେ ହେ ପୁତନା ଆସି ପାଦ ପକେଇଲାଣି ମୋ ଜାଗାରେ। ତା ଜୀବନ ତ ଗଲା, ଆସୁ ଆସୁ ଆସୁ। ଶୋଇକିରି ହାତ ଗୋଡ଼ ହଲେଇ ଖେଳୁଛନ୍ତି, ହାତ ଗୋଡ଼ ହଲେଇ କିନ୍ତୁ ଭାବୁଛନ୍ତି ପୁତନା ଆସିଗଲା। ହଁ, ତେଣୁ ଯେତେବେଳେ ହରି ଚିନ୍ତା କଲେ କହିଲେ ଆସୁ ଆସୁ ଆସୁ। ଦୁଷ୍ଟ ମାରିଛି, ବହୁତ ଦୁଷ୍ଟ ମାରିଲାଣି। ଦୁଷ୍ଟଟା ଅସୁର ଧୀରେ କର୍ମ କରିଛି। ହରି ଚିନ୍ତା କଲେ ହଉ, ପୁତନା ମନକୁ ଆକର୍ଷଣ କଲେ ପ୍ରଭୁ। ଚୁମ୍ବକ ଭଳିଆ ଟାଣିଲେ, କହିଲେ ମୋ କଥା ଶୀଘ୍ର ପଳେଇ ଆସିବ। କାହିଁକିନା ଆଉ କେଉଁଠି ଚାଲିଗଲେ ମା ଟିକେ ଅନ୍ୟମନସ୍କ ହୁଅନ୍ତୁ। ହଉଛନ୍ତି କି ଏ ବିଷୟ ଆପଣମାନେ ସବୁ ବହି ପଢ଼ୁଛନ୍ତି, ଭାଗବତ କ'ଣ ଏ ବହି ପଢ଼ୁନାହାନ୍ତି ଆପଣ, କିନ୍ତୁ ବୁଝିବା ଦରକାର ଯେ ପ୍ରଭୁ ଚିନ୍ତା କଲେ, ତାକୁ ଚୁମ୍ବକ ଲଗେଇ ଟାଣିଲେ, ଆକର୍ଷିତ କଲେ ଦୋଳି ଲଗେଇଲା ଭଳିଆ। କହିଲେ ଆଉ ଏ ଗାଁରେ ଆଉ କେଉଁଠି ନ ଯାଉ, ଗଲେ କ'ଣ କରିବ ନା ଅନେକ ନିଜ ଶିଶୁ ମରିଯିବେ। ଯାହା ତ କହିଲେ ମୋ କତି ଶୀଘ୍ର ଆସୁ, ଆଉ କେଉଁ ନ ଯାଉ। ତା ଆକର୍ଷିତ କଲେ ତା ମନକୁ। କ'ଣ କଲେ ନା ପୁତନା ମନ ଆକର୍ଷିଲେ, ହେମନ୍ତ ହରି ବିଚାରିଲେ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଚିନ୍ତା କଲେ ପ୍ରଭୁ, କହିଲେ ନା ଆଉ କାହାକୁ କାହା ନ ମାରୁ, ମୁଁ ଯାଉଛି। ରାକ୍ଷସୀ ବସି ଚିନ୍ତା କରୁଛି, ବିଚାର କରୁଛି, ଏଇ ନଗରରେ ଯାଉଛି ପଶିଯିବି, ଦେଖିବି କ'ଣ ହେଉଛି। ଆଉ ଆକାଶେ ତ ସୂର୍ଯ୍ୟ ଉଦୟ ହେଲାଣି। ଅସୁରୀ ମାୟାର ଭଣ୍ଡାର, ମାୟା ମୋହିନୀ ରୂପ ଧରି ସୁନ୍ଦରୀ ନାରୀ ହେଇଗଲା। ତିନି ଭୁବନ ତାପରେ ଯେ ସରି ନାହିଁ। ରୂପେ କିଏ ପଟାନ୍ତ ଦେବା, ଲକ୍ଷ୍ମୀ ବି ଏମିତି ଶୋଭା ପାଇବେନି। ଦେଖି ଢଳିବେ ସୁର ଦେବା। କବରୀରେ ଫୁଲମାଳ, ସୁନ୍ଦର ଅଳକା କପଳ, ପୃଥୁ ନିତମ୍ବ କୁଚ ଭାର, ମଝା ସିଂହକୁ ପଟାନ୍ତର, ଝୀନ ପତନି ରଙ୍ଗ ବାସ। ଆଜି କଟି ମେଖଳା ରବିତ୍ରାସ ଦେଖାଯାଉଛି। କର୍ଣ୍ଣେ ଶୋଭିତ ରତ୍ନ କାପ, ଶିରରେ ସୀମନ୍ତ ଦିବ୍ୟ ରୂପ। ଅଳ୍ପ କହି ବଚନ, ବେଶୀ କଥା କହିଲାନି। ହଣ୍ଡିର କୋକିଳ ଯେସନ, ହରିଲା ଗୋପୀଙ୍କର ମନ। ସବୁ ଗୋପୀ ପାଖରେ ପହଞ୍ଚି ଯାଇ ସୁନ୍ଦର ସ୍ତ୍ରୀ ଲୋକ ହେଇ କ'ଣ କହିଲା, ଆରେ ବାଳୁତ ତରୁଣ ଧ୍ୱଜନ ପଦ୍ମ ଘଟି ଘେନି ହାତରେ ଅସୁରୀ ଧୀରେ ଧୀରେ ଚାଲିଲା। ପୁତନା ରୂପ ଦେଖି ସେ ଯେଉଁ ଅଛନ୍ତି ଗୋପପୁର ଲୋକ ଆଖି ପିଛାଡ଼ି ପାରିଲେନି। ତା ପଛରେ ସବୁ ମାନେ ଗୋପୀମାନେ ଗୋଡ଼େଇଲେ। କିଏ ତା ସ୍ୱାମୀକି ଛାଡ଼ି ଚାଲିଲା, କାହିଁ କେତେ ସୁନ୍ଦର ନାରୀ, କୁହାଯାଉଛି ପଦ୍ମଫୁଲ ଧରି। ବିଜେପି ପଦ୍ମଫୁଲ ଧରିଛି ନା କୁହ, ପଦ୍ମଫୁଲ ଧରି ଚାଲିଛି। ହଁ, ଏଣୁ ଚାଲିଲା। କିଏ କହିଲା ନା ଇଏ ବୋଧେ ଅମ୍ବିକା ଠାକୁରାଣୀ ଜଣେ। କିଏ କହିଲା ନାଇଁ ଶୁଣ, କୃଷ୍ଣ ଗୋପପୁର ଜନ୍ମିଲେ ତ ବୋଧେ ଲକ୍ଷ୍ମୀ ଆସିଛନ୍ତି, ଜଣାପଡ଼ୁଛି ପଦ୍ମ ଧରିଛନ୍ତି। ଜଳଦି ଶୟନ ଉପେକ୍ଷୀ କିଏ ବୋଲେ ନା, ତୁ ଆମେ ଜାଣିଛୁ ପୁରାଣରେ ଇଏ ବୋଧେ ଆଉ କେଉଁ ଦେବାଦେବୀ। ତେଣୁ ସମସ୍ତେ ତା ପଛରେ ବଳିଛନ୍ତି ପ୍ରଣାମ କରିବେ ବୋଲି। ପୁତନା ଆଜି ମଧୁର କଥା କହୁଛି। କହିଲେ ଶୁଣ ମା ମାନେ, ମୁଁ କୁଆଡ଼େ ଆଇଛି କହୁ, ଶୁଣ ମୋ ପଛରେ ବଳିଛ ନା, କୁଆଡ଼େ ଆଇଛ ଦେବୀ, ଆପଣ କିଏ ନା, ମୁଁ ଆସିଛି କାହିଁ ଶୁଣ। ବାଳକ ଅଛି କାହା ଘରେ, ପୁତନା ବୋଲଇ ମଧୁରେ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ପୁତନା କହିଲା ମା ମାନେ, ମୁଁ ଆସିଛି କାହିଁ ଶୁଣ। ତୁମେ ମୋ ପଛରେ ଗୋଡ଼ ତ ଦେବୀ ଭାବୁଛ ତ, କି ଯିଏ ଯାହା ଭାବ, ମୁଁ ଆସିଛି କାହା ଛୋଟ ପିଲା, କ୍ଷୀର ଖିଆ ପିଲା ଅଛି, ଟିକେ ମୋତେ କୁହ ତାପରେ କ'ଣ ହେଇଛି। ଗୋପୀ ମାନେ କ'ଣ ଉତ୍ତର କରିବେ ଆମେ ଶୁଣିବା। ଏବେ ତ ସମୟ ହେଲାଣି। ଶ୍ରୀମନ ନାରାୟଣ ନାରାୟଣ ନାରାୟଣ, ଶ୍ରୀମନ ନାରାୟଣ ନାରାୟଣ ନାରାୟଣ, ସତ୍ୟ ନାରାୟଣ ନାରାୟଣ ନାରାୟଣ, ଓಂ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା,
सर्वे भद्राणि पश्यन्तु माम कश्चित् दुःखं वा भवेत्। हरि ओम शांति शांति शांति। जय जय जगन्नाथ जय जय जगन्नाथ जय जय जगन्नाथ। हरि ओम तत्सत् हरि ओम तत्सत् हरि ओम तत्सत्। हरि ओम नमो भगवते वासुदेवाय। ओम नमो भगवते श्री जगन्नाथाय। जय जय जगन्नाथ जय जय जगन्नाथ जय जय जगन्नाथ। वंदे श्री बलदेव रोहिणी नंदन। वंदे श्री बलदेव रोहिणी नंदन। वंदे श्री बलदेव रोहिणी नंदन। आज कृष्ण बलराम गोपपुर बाल्य लीला करछंती। पुतना जाई पहुंची जाई कौन करुची पुतना पचारुची कौन कहूची बालक अच्छी क्या घरे मो बालक मोर पिलाटी होता से मरीगला मो क्षीर आज मो स्तन आज बाहर जादी मो स्तन क्षीर क्या पिला रखी मोर सनहरा हो मत ज्वर हम 4 दिन क्षीर धर पुणी औषध पत्र खाइबी चेरमूली तेणु ज्वर फर पड़ी थनहरा हो मुझे चाहूँगी केते क्षीर ए बाहर कर धुई तो हेनी ना मो एत क्षीर देख केमी आम स्तन हरी हरी समस्त देखले प्रकृत कथा कार छोट पिला जन्म होते कहतु मु क्षीर खोईदेवी सबू गोपी मैंने चिंता कले कार अच्छी गोटाए तो आम कन्हई जन्म होती नहीं गोपपुर कौन कले कहले ना ना अच्छी अच्छी असुरी चली धीरे धीरे कहला कार अच्छी समस्त से नंद घरे अच्छी कहीं नंद घरे धीरे धीरे पहुँचला गोपी मैंने सब चलीगले कहले किए आसना मत लाज लगे क्षीर खोला तुम आसब भितर पशिला सुनी यशोदा उषत होला पुत्र मोर बलवंत हम कौन भाविला क्षीर खाइले पुओ मोर बल हम माँ परा देखी पेट ये मो घरे जेबे थाऊ न जाऊ पिला मर जाए थाऊ खाली क्षीर दऊ काम करी निरते पुत्र क्षीर दे रहू नंद छामुड़ी नंद आइल नंद आगे कहबी अनेक धन रत्ना को देवी मो पुओ क्षीर खाइब यशोदा एमती चिंता करी घर को आनला असुर हेमंत शुणी कथा रस पुतना आज चाहिदेला घर देखीदेला कौन कहले आज प्रभु वासुदेव हाथ गोड़ हल हसी हसी खेल मुर्की हसा मारुंट देखला पीतवास भावे बालक अनंत निद्रारे शोचती यशोदा घेनी बनमाली पुतना कलू देले कहे माँ आपको नियो शोई पठा टे क्षीर टे दियो ये खाऊ क्षीर प्रथम तुम क्षीर तो अनेक क्षीर अच्छी पुतना तार खुशी गला जाऊ मलू खोजुला काकर पानी बैद कहला दियो तोराणी पिलाटा कौन मो हाथ देला आज क्षीर से देले पीतवास को क्षीर देवे आज लुगा पकई दे स्तन को खोली दे पुतना कौन कर प्रभुंकर जो रंग अधरे से क्षीर को ता पाटी रे भरी देला कृष्ण माने बल सी जानी केते बल एणु आकर्षी नहीं कूल पुरे अरे कृष्णर मुखे दे स्तन को गाड़े शोषिले भगवान भगवान कौन कले ना शोषा को क्षीर आरंभ कले एमती शोषिले केमी शोषिले हाँ
ବହି ଯାଉଛି କି କେମିତି ଶୋଷିଲେ ଏମିତି କ୍ଷୀର ଶୋଷିଲେ ତା ପଞ୍ଚ ପ୍ରାଣକୁ ଶୋଷିଲେ। ହଁ କ୍ଷୀର ଶୋଷ ତା ପଞ୍ଚ ପ୍ରାଣକୁ। ବହି ଯାଉଛି କି ଆକାଶ କିଏ ଗଙ୍ଗା ଯମୁନା କିଏ ଗଙ୍ଗା ଯମୁନା କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା କ୍ଷୀର ସଙ୍ଗେ ପ୍ରାଣ ତୋଷିଲେ ବ୍ୟାସ ଗଲା ପୁତନା। बोल श्री कृष्ण जी की। सज्जन मंडली प्रभु कौन कले ना क्षीर सहित पुतनार पंच प्राण पान पान उदान समान ब्यान प्राण सबुदा कौन कले सब शोषी ये शोषी देते। असुरी कौन कला आज पंच प्राण क्षीर शोषिला पर बसिला गोविंद रंगे जीव छाड़गला गंठी छंद असुर घोर असुरी घोर नाद कला निज शरीर प्रकाशिला बड़ शरीर करला पछ रहा असुरी सज छाड़ छाड़ मत छाड़ बोली कहला शब्द कंपिला ब्रह्मांड रे माटी पड़ला भूमिखंड तले पड़गला घर चरण हाथ गोड़ सब पड़ला मुदार होकर 1.5 योजना बढ़ला 1.5 योजना केते से लंबा तार कहला से आज घर पसारा 1.5 योजना वृक्ष मंदिर गोरु घर भांगी पड़ला सबू केउ असुरी काय बाबारी लंगल ऐश प्राय दंते दंत हूँ नंगल ऐश भाया नाक हूँ गुहा पर्वत भली खंड पर्वत स्तन स्तन दिया पर्वत भली दिया स्तन देखा आरे बाबा असुरी पिंगल चक्षु खोदित अंधकूप नदीर तीरे जेने जंग भुज दिशुची सेतुबंध भली शुखिला हृदय की उदर पेट हूँ शुखिला खाल देखी कंपिले सुन गोपरे पूरी पड़गला भय सब नरनारी दौड़ा उठी चलीगले गोपी माने आज पड़ी भांगिला का मुंड कहार देह खंड खंड है देखी चकित हेले नंदराणी भय चिंत चक्रपाणी आज नंदराणी प्रभु को चिंता कले हे प्रभु मो बालुत पिला रक्षा कर ये कौन है घड़ी के अचेत हो गला नंदराणी आ मो पो थब से जो प्रकार पड़ी गर्जन सुविधा घड़ना तो उठी लोट निज सुत सुत बोली कही आई माटी लोटी पड़ा भूमि मो पुओ प्राण मो पुओ काई गोपी की उत्तर कला किए घेनी अच्छ मो पुओ को किए घीति आस मो पुओ को मुझे देखे मुझे देखी आखिरे मुता मोल जाई मरबी बहन आण पुत्र जाई मु मरबी ता मुख न चाही गोविंदा 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 शीघ्र आनता मोह जाए मरीजी प्राण छाड़ विकल आज गोपी माने अंतराल भय खोजिले घर द्वार देखिले पोतना उपर बेनी पर्वत मध्य जो क्षीर अच्छी पहाड़ भाया से मझे पड़ी प्रभु आखि बुझे क्षीर तो खाऊ छाड़े कहीं क्षीर खाऊ पड़ी जमी शशांक दिशई पोतना स्तन मध्य हरि गोपी जाई टाणी आले ये क्षीर खाऊची से मोला आख्या शुणी बाबा टाणी आले जो आई चुंब देले हसी दौरान प्रभु हसी दे जीवन अच्छा किसी आनी गेल कर रोहिणी देखने औषध लोके कृतकृत हेले गोपी मिलने बेगे जाई यशोदा को कहले हे यशोदा ये विपद आपदरू तो पुआ आज उबुरीला तू एते इष्ट शांति इष्ट शांति कर शुणी नंदराणी खुशी जहाँ दरकार नियम पुओ बंची जामी ओहो पुत्र को घेरिना रोहिणी बेड़ी बसिले गोपनारी जेते यशोदा परिवारी बच्चा गोटे आनी ता लांगुर आज झाड़ी तो मो पुअर अच्छा शुणी देखीला काले डरी थब रात कांद चिंचिने गोरु नांगरे आम पिला झाड़ूना आई गोरु नांगरे झाड़ी बाछुरी आनी कला बाछुरी अछड़ा बाछुरी की आज प्रभु को झाड़ू था प्रभु हसुता प्रभु तो डरी एणु लांगरे झाड़ू था गोमूत्र स्नान करेली गोबर लेपन कले घर फर काले राखी सुन दृष्टि पड़ा गोमय ठिया कर चिता देले जे प्रभु गो ब्राह्मण हिता हस्तर दुर्बांकुर घेनी कल्याण करती द्वादश अंग न्यास करी गोपी आज बोलती नाम धरी जार नाही आदि अंत
चरण रखु से अनंत यज्ञ पुरुष श्रीरंग रक्षा करंतु बे निजंग अच्युत रखु कोटि भाग बक्ष रखंतु महादेव मान कहूनिबा क्या को ठाकुर का रक्षा करिवे उदर रखु हयग्रीव हृदय रखंतु केशव विष्णु तो रखु बेनी हाथ को भुज को कंठ तो रखु ग्रहराज ललाट रखु सदाशिव मुह तो रखंतु माधव तोर अग्रते चक्रधर पृष्ठ तो रखंतु गदाधर सारंगधर एक पाख खड़गधारी आर पाख शंख तो रखु चारि कोण को ऊपर रखु नारायण गौड़पति रखु तो तले हरि रखंतु अंतराले रक्षा कर देवता सब ऋषिकेश तो इंद्रगण रक्षा करंतु गोविंद पंचप्राण रक्षा करंतु चित तोर शतदीपपति माधव रखु तोर मति खेलते रखु बनमाली शयन कृष्ण प्रतिपाल चांदते भोजन शयने रखंतु श्री मधुसूदन भूत बेताल प्रेत जर ग्रह डाकिनी निशाकर दुष्ट स्वप्न ग्रह पीड़ा विष्णु सब नाश करंतु तो सर्व पीड़ा को निर्भय करू नरसिंह वज्र तो देह सर्वांग रक्षा करू आंब आयुष तोते हेउ रे गोपीमान कहते तो दश तीन पुरे रहू नथा उपे के दियंता तीन भुवने सामर छतु एमत स्नेह करी यशोदा कहने के देले यशोदा माता स्तन पियाई आज नंदराणी कौन करछंती भय चिंता करछि काहकु क्षीर सिना पेउछि अरे भाबु देखु आज मो पुर केड़े बड़ रिष्ट कटिगला नंद जाई कुआड थिले आसी मिला रात्र मान देखिला पुतना शरीर नंद देह भी थरी पड़ा कौन ये मुझे तो शुणी क्या कथा वसुदेव कहला राक्षस राक्षस जी बोली सीया है कि गोपाल मान डाकिला बहन मो कथा कर दक्षिण आगे खंड खंड करी पुतना जो देह को कौन कले ना निया लगे पोड़े से गंध प्रशस्त कस्तूरी आनंद होइले सकल कस्तूरी भली बासिला गंध आमद दिग पुरला मुदार गंध हलानी हरि भकिले जार क्षीर से सुगंध केते मात्र काई गंधेलानी से ना प्रभु तार क्षीर को खाइचंती बा सोचंती ता प्राण को प्रभु ताको पवित्र कर दिछंती ता चंदन चुआ कस्तूरी वासना हला अष्टांग जोग मुनि गणे चिंतन जे हरि चरणे क्षीर संगरे पंच प्राण श्री हरि दे लीन हेला से तामरी स्वभाव असुरी अनेक पाप थिला करी हत्या करवा केते हत्या से हत्या कौन कर देहरे लोम अच्छी जेते आज हरि की कोले बसई देला जेती पाप करती ता लोम जेती सेती किंतु थरे हरि की कोले बसई देला ना से वैकुंठ गामी हो गला आई तार सुगंधित बाहरला श्रीमुख चाहे क्षीर देला नंद देवकी यशोमती वसुदेव जही गति तही की पेशे मुरारी पुतना गला आग सरी गोपी बालक जेते गाई जहाँ क्षीर कृष्ण खाई बसिले जन कोड़े आहा सबू तरीबे एका बेले असुरी बहन कराई आज दहन करे घरे आसी नंद आसी मिले तापरे पुतना आगमन लोक सब नंद आगे कहले नंद शुणिक कौन कहले आम अन्य क्लिप आलोचना करवा एबे तो समय गलानी जय जय जगन्नाथ जगन्नाथ सर्वे भद्राणि पश्यन्तु मम कष्टि दुःख भाव भवेत् हरि ओम शांति 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 जय जगन्नाथ जय जगन्नाथ जय जगन्नाथ हरियम तत्सत् हरियम तत्सत् हरियम तत्सत् हरि ओम नमो भगवते वासुदेवाय ओम नमो भगवते श्री जगन्नाथाय जय जगन्नाथ जय जगन्नाथ जय जगन्नाथ मो प्रभु जगन्नाथ से जे कमला कांत पुरुषोत्तम क्षेत्रवासी प्रभु जगन्नाथ से जे कमला कांत पुरुषोत्तम क्षेत्रवासी
ଦାଣ୍ଡ ହେଲା ଖିଆ ଗାଇଛି ଯାଉ ଆଜ୍ଞା ଗୋଟେ ଆଶ୍ଚର୍ଯ୍ୟ କଥା 75 ବର୍ଷର ବୃଦ୍ଧା ଲୋକ ନାଇଁ ବା ଚିନ୍ତା କର ତମେ ଗୀତଟା ମନରେ ଗାଉଛ ଧନ୍ୟବାଦ ଗାଇଲା ଆଉ କ'ଣ ତ ସଜ୍ଜନ ମଣ୍ଡଳୀ ଏବେ ଆମେ ଆଲୋଚନା କରିବା ଯେ ଯେତେବେଳେ ନନ୍ଦ ଆଗରେ ଆସି କହୁଛନ୍ତି କୋଉମାନେ ନା ଗୋପୀମାନେ ଗୋପାଳମାନେ ଜାଣିଲ ତମେ ନଥିଲ ସେ ସୁନ୍ଦର ଦିବ୍ୟ ସୁନ୍ଦର ନାରୀ ହେଇନି ବୋଲି କ୍ଷୀର ସମସ୍ତଙ୍କୁ ଦେବ ବୋଲି ପିଲାଙ୍କୁ କହିଲା ଆମେ ଡାକିନି ତୁମ ପିଲାଙ୍କୁ ମାନେ ପୁଅ କତିକି ସେ ଏମିତି ଅବସ୍ଥା ଦେଖ ନା ପୁଅ କେମିତି ପାଇଲ ନା ପୁଅ ଯେଉଁ କ୍ଷୀର ଗୋଟିଏ ଗୋଟେ ସ୍ତନ ତାର ପର୍ବତ ଭଳି ସେ ମଝି କୋଡ଼ ଭିତରେ ପର୍ବତ କୋଡ଼ ଭିତରେ ପଶିକି ମୁଣ୍ଡ ଗୁଞ୍ଜି ରହିଯାଇଛି ସତେ ନା ହଁ ଆମେ ତ ଉଠେଇକି ଆଣିଲୁ ପୁଅ ତୋର ଆଉ ଥାନ୍ତା କାମ କର ଆର ରିଷ୍ଟ ଖଣ୍ଡନ କର ନା କ'ଣ କରିବା ଆଜି କ'ଣ ଯେତେବେଳେ ଶୁଣିଦେଇଛି କ'ଣ ଯେ ନନ୍ଦ ତା ମନଟା ଦୁଃଖ ହେଲା କ'ଣ କଲେ ନା ଶୁଣିବି ସ୍ମିତ ଗୋପେ ହେଲେ ସମସ୍ତେ କୃଷ୍ଣ ସୁମାରିଲେ ଗୋବିନ୍ଦା 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 ନନ୍ଦକୁ ସମସ୍ତେ କହିଲେ ନନ୍ଦରେ ରାଜା ଯାହା ଯିଏ ବୟସ୍କ ଯିଏ ନନ୍ଦ ଭାଇ ଦାଦା କି ମହାରାଜ ଯାହା ଡାକନ୍ତୁ ତମେ ଭାଗ୍ୟବନ୍ତ ନା କାହିଁ ନା ବୁଢ଼ା କାଳେ ପିଲାଟି ପାଇଥିଲ ବୁଦ୍ଧ କାଳେ ଆଜି ଯାଇଥିଲ ସେ ଯେଉଁ ମୂର୍ତ୍ତି ଦେଖ ଘର ଫର ଆମକୁ ଗଲା ଘର ଶବ୍ଦରେ ରାବ ସିଏ କ୍ଷୀର ହେଉଛି ନା ପୁଅ ପୁରା ମଝିରେ ରହିଯାଇଛି କେମିତି ଆଉ ନାଖି ଯାଇଛି ଯେଉଁ ପର୍ବତ କୋଡ଼ ଭିତରେ ଆଉ ସତରେ ନରସିଂହ ବି ଯାଇଥିଲା ତମେ ଭାଗ୍ୟବନ୍ତ ନନ୍ଦକୁ କହିଲେ ତମେ ଭାଗ୍ୟବନ୍ତ ବୋଲନ୍ତି ନନ୍ଦ ଭାଗ୍ୟବନ୍ତ ଆପଦୁ ତରିଲା ତୋ ପୁତ୍ର ଗୋବିନ୍ଦା 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 ଖାଲି ନନ୍ଦ ତୁ ବି ଭାଗ୍ୟବନ୍ତ ନୁହେଁ ଆମେ ବି ସମସ୍ତେ ଭାଗ୍ୟବନ୍ତ କାରଣ ଆମର ଅଛି ପୁଣ୍ୟ ବଳ ଗୋବିନ୍ଦ ରଖିବେ ଗୋକୁଳ ନିଜ ମନ୍ଦିରେ ନନ୍ଦ ମିଳି ଆଜି କୋଳେ ବସାଇବ ନମାଳି ନନ୍ଦ ସବୁ ଶୁଣିଲା ପରେ ଘରେ ଯାଇ ପହଞ୍ଚିଲା ଯାଇ ବସି ଯାଇଥିଲା ଯେ ପୁଅକୁ ମୋ କୋଳକୁ କୋଳେ ଧରେ ତାପରେ ମୋ ମୁଣ୍ଡ ସ୍ଥିର ହବ ଏ କଥା ଶୁଣିଲା ପରେ ବାପ ଜନ୍ମ କରିଥିବ ଯାହାକୁ ଦର୍ଜ ଲାଗିବ ତାହାକୁ ସେମିତି କଥା ଇରେ କ୍ଷୀରରେ ଧୋଇଲେ ଖଣ୍ଡରେ ମୋଇଲେ ରେ ଖଣ୍ଡରେ ମୋଇଲେ ଲିବ କି ମଧୁର ହୋଇବ ଯେତେ ପ୍ରକାର ବୁଝାଇ କହିଲେ ରେ ବୁଝାଇ କହିଲେ ପରକି ଆପଣା ରହିବ ଏଣୁ କ୍ଷୀରରେ ଧୋଇଲେ ଖଣ୍ଡରେ ମୋଇଲେ ଯିଏ ରକ୍ତ ସମ୍ପନ୍ନ ହୋଇଥିବ ସେ କ'ଣ ଏଇଟା ହେଇପାରିବ ଆଜିକା ତ ନିଜ ବାପା ବୋଉକୁ ତ ପିଲା ପଚାରୁନାହାନ୍ତି ଆଉ ସେ ତ ଛାଡ଼ ଏଣୁ ଯାହା ବେଲେ ରକ୍ତକୁ ଟାଣିବ ମହାପୁରୁଷ ଲେଖୁଥିଲେ ମନେ ପଡ଼ିଲା ସେ କଥା ଏଇନା ମହାପୁରୁଷ ଲେଖୁଥିଲେ ମାଳିକା ଯେତେବେଳେ ଚାଲିଗଲେ ଗଦାଧର ବ୍ରଜ ଗଦାଧର ଚାଲିଗଲେ ନା ବାପା ମୁଁ ଯାଉଛି ଆଉ କ'ଣ ଭୟଚନ୍ତି ଲେଖନି ତାପରେ ପଡ଼ିଛି ଠକ ଠକି କାନ୍ଦୁଛନ୍ତି ରାମଦାସ ଆସି ପହଞ୍ଚି ଗଲେ ଗୁରୁଦେବେ ଲେଖୁନାହାନ୍ତି କ'ଣ ବସିଛନ୍ତି ସେ କାହିଁ ଜାଣିବେ କଥା ବାପା ପୁଅ ପାଟି ପୁଅ ପଳେଇଲେଣି ବୋଲି ଲେଖୁନାହାନ୍ତି ନା ରାମରେ ନା କ'ଣ କି ଲେଖା ଲେଖିବି ରେ ନା ଆଉ ନା ବ୍ରଜ ଗଦାଧର କାନ୍ଦୁଛନ୍ତି ପୁରା ମହାପୁରୁଷ ଆଉ 22 ତାରିଖ ଜନ୍ମଦିନ ସେଠି ଆମେ ଶ୍ରୀମଦ ଭାଗବତ ମହାମଞ୍ଚ ତରଫରୁ ଏକ ଭାଗବତ ଜାଗରଣ ମହୋତ୍ସବ ମଞ୍ଚ କରି କରୁଛୁ ଏବଂ ସମାଜସେବୀ ଆଉ ଏଇ ଭାଗବତ ମଞ୍ଚରେ ଯେଉଁମାନେ ଗୀତ କଥା ଦେଉଛନ୍ତି ଯଦି ଆସିବେ ସମସ୍ତଙ୍କୁ ଆମେ ମାନପତ୍ର ପୁଷ୍ପଗୁଚ୍ଛ ଉତ୍ତରୀୟ ସହ ମହାପୁରୁଷଙ୍କର ଅଚ୍ୟୁତାନନ୍ଦଙ୍କର ବିଗ୍ରହ ଗୋଟିଏ ସେ ମଞ୍ଚ ଉପରେ ଆମେ ମାଇକରେ ଡାକି ତାଙ୍କ ନାମକୁ ପ୍ରଦାନ କରିବୁ ସମ୍ମାନିତ କରାଇବୁ ଚିନ୍ତା କରିଛୁ ଶ୍ରୀମଦ ଭାଗବତ ମହାମଞ୍ଚ ଜମା ଯେଉଁଟା ଭାବେ ଛୋଟ କଥା ଚିନ୍ତା କଲା ଉଚ୍ଚ କୋଟିର ଭାବନା ରଖି ଶ୍ରୀମଦ ଭାଗବତ ମହାମଞ୍ଚ ଓଡ଼ିଶା ଆଜି ଆଗେଇ ଚାଲିଛି ଯେଉଁମାନଙ୍କର ଈର୍ଷା ବା ପରଶିକାତରତା ବାଦ ସେମାନେ ଚାଲି ଯାଉଛନ୍ତି ସହି ଯିଏ ନ ପାରୁଛନ୍ତି କ'ଣ କରାଯିବ କିନ୍ତୁ ଶ୍ରୀମଦ ଭାଗବତ ମହାମଞ୍ଚ ଆଗେଇ ଚାଲିବ ସେଇ ମହାପୁରୁଷ ଆଜି କହୁଛନ୍ତି ରାମରେ
ব্রজ গদাধর যাইছি মায়া ঘটিছি মতে রে মায়া ঘটিছি মতে কালি যাসিবু রামরে সবু কইবি তোতে কালি যাসিবু রামরে সবু কইবি কালি যাসিবু রামরে সবু কইবি তোতে রামরে ମୋ ପୁଅ ଔରସଜାତ ସନ୍ତାନ ମୁଁ ଯାହାକୁ ଜନ୍ମ ଦେଇଥିଲି ସେ ଆଜି କଳିଗୋଳ କରି ମୋ ସହିତ ପାଟିତୁଣ୍ଡ କରି ଆମ ଭିତରେ ବାପ ବୋଉ ଭିତରେ ସେ ଚାଲି ଯାଇଛି। ଆଜି ଆଉ ଭବିଷ୍ୟତ କି ଲେଖିବା ମୋ ମୁଣ୍ଡ ଧରୁନି, ମୋ ମୁଣ୍ଡ ଧରି ବସୁନି, ମୋ ମାୟା ଘୁରି ଯାଇଛି ଆଉ ମୋ ପୁଅ ପଳେଇଗଲା। ଆଉ ମୁଁ ଆଜି ମାୟାରେ ପଡ଼ିଯାଇଛି। ମଣିଷ ମାତ୍ରେ ହିଁ ମାୟା। ଯଦି ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ମାୟା ଘାରି ଯାଇଥିଲା ତାଙ୍କ ପୁଅ ପଳେଇଲେ, ଆମେ ତ କିମ୍ବାକାର ମନୁଷ୍ୟ ମାତ୍ର। ଲୋଭ ମୋହ ମାୟା ସମସ୍ତ ରହିବ। ଯିଏ କହ ମୋର ଲୋଭ ନାହିଁ, ମୋର ହିଂସା ନାହିଁ, ମୋର ବାଦ ନାହିଁ, ସେ ପାଗଳ। ତାର ନାହିଁ ଡାକିଲ। ତା ଯଦି କହିବ ମୋର ହିଂସା ବାଦ ପରିଷ୍କାର କିଛି ନାହିଁ, ତା ପାଦରୁ ଆମେ ଡିଆସିଲି ଫଳ ନେବା, ପୁରୀ ଆଣି ରଖିବା ତା ଧୂଳିକି, ପାଇବା ଏବଂ ମୁଣ୍ଡରେ ମାରିବା। କହିଯିବ ଏମିତି ଲୋକ ଅଛି ଯେ ତା ହିଂସା ନାହିଁ, ବାଦ ନାହିଁ, ପରିଷ୍କାର ନାହିଁ, ସମସ୍ତଙ୍କର ବୋଝ ଅଛି। ପୁରୀ ମ୍ୟୁନିସିପାଲିଟି ଆସି ସଫା କରିବ। ଖାଲି ଚିକଣ କଥା, ଆମର ଚିକଣ କଥା ନାହିଁ, ଆମର ରୋକଠୋକ କଥା। କିଏ କ'ଣ ଭାବୁ? ଭୁଲ ତ ଭୁଲ, ଠିକ ତ ଠିକ। ସଜ୍ଜନ ମଣ୍ଡଳୀ ଆଜି କହିଲେ, ମହାପୁରୁଷ କହିଲେ ମୋ ପୁଅ ଆଜି ଚାଲି ଯାଇଛି, ମୁଁ ଦୁଃଖିତ। ଯଦି ମହାପୁରୁଷ ମାୟା ଘାରିଛି, ନନ୍ଦ ଆଜି ଚାଲି ଆସି କାନ୍ଦି ପକେଇଲେ। ଦାଣ୍ଡରେ ଶୁଣିଲେ ନା, ହେ ଯେ ପିଲାକୁ ମୋ ପୁଅ କୁଆଡ଼େ ମୁଁ କାଖେଇ ବସି ଆଗେ, ତାପରେ ମୁଣ୍ଡ ସ୍ଥିର କାଖେଇ ଧରି ବସିଲେ ନନ୍ଦ। କ'ଣ କଲେ? ଲୋକ ସବୁ କହୁଛନ୍ତି ତାଙ୍କୁ ଗେଲ କରି ଚାଲିଲେ। କ'ଣ କଲେ ନା, ଗେଲ କରି ଚାଲିଲେ। କୃଷ୍ଣ ରସିରେ ଦେଇ କର ମନ ଦେଲେ କପାର। ଆରେ ବାପ ପୁଅକୁ ଗେଲ କରି ଚାଲିଛି। ଆହା ମୁଁ ସୁନ୍ଦର ପୁଅ, ମୁଁ ଧନ କେମିତି ରହିଗଲି, ମୁଁ ଧନ ଲୋ। ବିପ୍ର ଅଣାଇ ଗ୍ରହ ଶାନ୍ତି କରେଇଲା କିଏ? ରାଜା ନନ୍ଦ। ନନ୍ଦ ଆଜ୍ଞାରେ ବ୍ରାହ୍ମଣ ମାନେ ଶାନ୍ତି ଗ୍ରହ କରିଲେ, ଯଜ୍ଞ ଉଚିତ ପ୍ରାଶ୍ଚିତ କରାଇ ଚିନ୍ତିଲେ ଅଚ୍ୟୁତଙ୍କୁ ସହସ୍ର ଧେନୁ ବର୍ଷା ଦାନ ଦେଲେ, ସୁବର୍ଣ୍ଣ ଅଳଙ୍କାର ତୁଲେଲେ। ପ୍ରସନ୍ନ ହୋଇ ବିପ୍ରଗଣ କୃଷ୍ଣଙ୍କୁ କଲ୍ୟାଣ କରିଗଲେ, ସକଳ ଅରିଷ୍ଟରୁ ଅଚ୍ୟୁତ ରକ୍ଷା କରିବେ। ହଁ, ତୋତେ ରଖନ୍ତୁ ମୁକୁତ ଜ୍ଞାନୀ ଜ୍ଞାନ୍ତି ଆଇ କୁଟୁମ୍ବକୁ ସବୁ ଭୋଜନ ଦେଲେ। ଯେଉଁ ଆମର ଜ୍ଞାନ୍ତି ଭୋଜନ କୁହନ୍ତି, ସବୁ ଭାଇଆମାନଙ୍କୁ ଖାଇବା ପିଇବା କଲେ। ସେଠି ଇଷ୍ଟ ଖଣ୍ଡ ଆନନ୍ଦରେ ସମସ୍ତେ କୃତକୃତ ହେଲେ। ଇଏ କୃଷ୍ଣଙ୍କର ବାଳ ଲୀଳା ଯିଏ ଆନନ୍ଦରେ ଶୁଣେ ଏବଂ କାୟ ମନୋବାକ୍ୟରେ ସ୍ଥିର ମସ୍ତିଷ୍କରେ ଶୁଣେ, ଗୋଟି ଜନ୍ମର ଫଳ ସେ ଲାଭ। ପୁତନା ମରଣ ବାଣୀ ଯଦି ଯିଏ କର୍ଣ୍ଣରେ ଶୁଣିବ, ସେ ପ୍ରାଣୀ ତରି ଯାଆନ୍ତି। ଏଣୁ ଅଶୁରୁଣୀ କେମିତି ତରିଗଲା। ସଜ୍ଜନ ମଣ୍ଡଳୀ ସମସ୍ତେ ପ୍ରଭୁଙ୍କୁ ଦୃଢ଼ ଚିତ୍ତରେ ଭଜନ୍ତୁ, ଅର୍ଚ୍ଚନ କରନ୍ତୁ, କୀର୍ତ୍ତନ କରନ୍ତୁ, ବନ୍ଦନ କରନ୍ତୁ କାୟ ମନୋବାକ୍ୟ। ଆଜି ତ ସୁନ୍ଦର କଥା ଆମେ ଆଲୋଚନା କଲେ। ପୁଣି ଆସନ୍ତାକାଲି ମା' ବ୍ରହ୍ମାଣୀ ଦୁର୍ଗା ପୀଠ ବାସୁଦେବପୁରଠାରେ ଶ୍ରୀମଦ ଭାଗବତ ମହାମଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ମା'ମାନଙ୍କ ଗଣରେ ଆମେ ଆଲୋଚନା କରିବା। ବିଶେଷ ସୂଚନା ଯେ ଆସନ୍ତାକାଲି ପରେ 3 ଦିନ ପର୍ଯ୍ୟନ୍ତ ଆମର ଏଇ ଯେଉଁ ଆଲୋଚନା ଆମେ ଯେଉଁ କରୁଥିଲୁ ଆମେ ବନ୍ଦ ରଖିବୁ। କାରଣ ମା'ମାନେ ସମସ୍ତେ ରଜରେ ସବୁ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆଉ ସନ୍ଧ୍ୟା ସମୟରେ ଆସି ଏହି ସ୍ଥାନରେ 1 ଘଣ୍ଟା ଉପବିଷ୍ଟ ରହିପାରିବେ ନାହିଁ। କାହିଁକିନା କାହାର ପୁଅ, କାହାର ଜଇଁ ଆସୁଛି, କାହାର ଝିଅ ଆସୁଛି, ତେଣୁ ବନ୍ଧୁବାନ୍ଧବ ଆସୁଛନ୍ତି, କି ରାତିରେ ରୋଷେଇବାସ କରୁଛନ୍ତି, ଖରା ଯେଉଁ ହେଉଛି, ସେ କହୁଛନ୍ତି ଆଉ 3 ଦିନ ଆମେ ଆଉ ଆସିବୁନୁ। ଏ 3 ଦିନ ପାଇଁ ଆମର ମଞ୍ଚରେ ଏଇ ଆଲୋଚନା ବନ୍ଦ ରହିବ। ସେଥିପାଇଁ ସମସ୍ତେ ମା'ମାନେ ଆମେ କ୍ଷମା ମାଗିବା। ମଞ୍ଚରେ ସମସ୍ତଙ୍କୁ ଆମେ କ୍ଷମା ମାଗୁଛୁ। 3 ଦିନ ପାଇଁ, ରଜ 3 ଦିନ ପାଇଁ ବନ୍ଦ ରହିବ। କେବଳ କାଲିକୁ ଆମେ ଆଲୋଚନା କରିବୁ। 3 ଦିନ ରଜ ପରେ ନିଶ୍ଚୟ ଆଲୋଚନା କରାଯିବ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ହରି ଓମ୍ ତତ୍ସତ୍। ଆଜି ପାଇଁ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଭାଇ, ମନେ ପକାଉ ସେ ବାଡ଼ି। ବିଦାୟ ଦିଅନ୍ତୁ ଭାଇ, କଳି ଯୁଗରେ କାଛାର, କଳି ଯୁଗରେ କାଛାର, ଏକା ହରି ନାମ ଗୋଟି। ବିଦାୟ ଦିଅନ୍ତୁ ଭାଇ, ମନେ ପକାଉ ସେ ବାଡ଼ି। ବିଦାୟ ଦିଅନ୍ତୁ ଭାଇ। हरि ओम सर्वे भवन्तु सुखिनः।
सर्वे सन्तु निरामया सर्वे भद्राणि पश्यन्तु मम कष्टुक भाव भवेत्। हरि ओम शांति शांति शांति। जय जगन्नाथ जय जगन्नाथ जय जगन्नाथ। हरियंत सत हरियंत सत हरियंत सत।